ନଈ କୂଳିଆ ଗାଁ ପାଖରେ ଥିଲା ଖୁବ୍ ବଡ଼ ଜଙ୍ଗଲଟିଏ। ସେହି ଜଙ୍ଗଲରେ ବିଭିନ୍ନ ପଶୁ ପକ୍ଷୀମାନେ ବାସ କରୁଥାନ୍ତି। ସେହି ଜଙ୍ଗଲରେ ଗୋଟିଏ ମହାବଳ ବାଘ ବି ରହୁଥିଲା। ସେ ସେଠିକାର ରାଜା ଥିଲା। ସମସ୍ତେ ରାଜାଙ୍କୁ ବହୁତ ବିଶ୍ୱାସ କରୁଥିଲେ। ସେହି ଗାଁର ଲୋକମାନେ ଛେଳି, ମେଣ୍ଢା, ଗାଈ ଗୋରୁ ଚରାଇବା ପାଇଁ ସେହି ଜଙ୍ଗଲକୁ ଆସନ୍ତି। ସନ୍ଧ୍ୟା ହେଲେ ସେମାନଙ୍କୁ ଚରାବୁଲା କରି ଘରକୁ ଫେରିଯାଆନ୍ତି। ବାଘର ନା ଗାଈ ଗୋରୁ ଛେଳି ମେଣ୍ଢା ଖାଇବା ପାଇଁ ଭାରି ଇଚ୍ଛା। ହେଲେ ଯଦି ସେ ସେମାନଙ୍କୁ ମାରି ଖାଇବ, କାଳେ ଗ୍ରାମବାସୀମାନେ ତାକୁ ମିଶି ବାଡ଼ିରେ ପିଟି ପିଟି ମାରିଦେବେ। ସେହି ଭୟରେ ସେ କିଛି କରିପାରେ ନାହିଁ। ଦିନେ ବାଘ ଗୋଟିଏ ଉପାୟ ପାଞ୍ଚିଲା। ପ୍ରତିଦିନ ସେ ଲୁଚି ଲୁଚି ବଣର ପଶୁମାନଙ୍କୁ ଖାଇଲା। ସମସ୍ତଙ୍କ ଆଗରେ ପୁରା ଶାନ୍ତ, ସୁଧାର ଆଉ ଭଦ୍ର ପରି ବ୍ୟବହାର ଦେଖାଇଲା। ଯେଉଁ ପଶୁପକ୍ଷୀମାନଙ୍କର ସମ୍ପର୍କୀୟ ନିଖୋଜ ହେଉଥିଲେ, ସେମାନେ ରାଜାମାନଙ୍କ ପାଖରେ ଅଭିଯୋଗ କରୁଥିଲେ। ବାଘ ମନ୍ତ୍ରୀ ପରିଷଦମାନଙ୍କୁ ଲଗାଇ ତାଙ୍କୁ ଖୋଜାଖୋଜି କରୁଥିଲା। ହେଲେ ସେମାନଙ୍କୁ ତ ବାଘ ଖାଉଛି, ସେସବୁ କେହି ଜାଣିପାରୁ ନଥିଲେ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧୀରେ ଧୀରେ ଜଙ୍ଗଲର ଜୀବଜନ୍ତୁମାନେ କମିବାକୁ ଲାଗିଲେ। ସବୁ ଜୀବମାନେ ଏକାଠି ଜଙ୍ଗଲରେ ନ ବୁଲି ଗୁମ୍ଫାମାନଙ୍କରେ ଲୁଚିବାକୁ ଲାଗିଲେ। ଦିନେ ଗୋଟିଏ କୁନି ଛେଳିଟିଏ ସେହି ଜଙ୍ଗଲ ଭିତରକୁ ପଳାଇ ଆସିଥିଲା। ତାର ବାପା ମାଆଙ୍କୁ ନ ପାଇ ଖୁବ୍ ଜୋରରେ କାନ୍ଦିବାକୁ ଲାଗିଲା। ଛେଳିର କାନ୍ଦ ଶୁଣି ବୁଦା ମୂଳରୁ ଲୁଚିଥିବା ବିଲୁଆଟିଏ ବାହାରି ଆସିଲା। ବିଲୁଆ ତା ପାଖରେ ଆସି ପହଞ୍ଚି ତାକୁ ପଚାରିଲା, ତୁ ଏଠାକୁ କାହିଁକି ଆସିଲୁ? ସନ୍ଧ୍ୟା ହୋଇଗଲାଣି। ଏ ଜଙ୍ଗଲର ରାଜା ସବୁଆଡ଼େ ବୁଲାବୁଲି କରିବେ। ଯାହାକୁ ଦେଖିବେ ମାରି ଖାଇଦେବେ। ଛେଳିଟି କାନ୍ଦି କାନ୍ଦି କହିଲା, ମୁଁ ଅଜାଣତରେ ଏଠାକୁ ପଳାଇ ଆସିଛି। ବିଲୁଆ କହିଲା, ଠିକ୍ ଅଛି, ତୁ ମୋ ସହିତ ଆ। ଆମେ ଗୋଟିଏ ଗୁମ୍ଫାରେ ଲୁଚୁଛୁ। ମୋ ସହିତ ଆସି ସେହି ଗୁମ୍ଫାରେ ଲୁଚି ପଡ଼ିବୁ। ସକାଳ ହେଲେ ତୁ ଘରକୁ ଯିବୁ। ଏହା କହି ବିଲୁଆ ଜୋରରେ ଦୌଡ଼ିଲା। ହେଲେ ଛେଳି ଛୁଆ ଅନ୍ଧାରରେ ବାଟ ପାଇଲା ନାହିଁ। ସେ ବାଘ ଡରରେ ଗୋଟିଏ ପଥରର ଖୋଲ ଭିତରେ ଲୁଚି ରହିଲା। କିଛି ସମୟ ପରେ ବାଘ ସେହି ପଥର ପାଖରେ ବିଶ୍ରାମ ନେବା ପାଇଁ ବସି ପଡ଼ିଲା। ସେ ବହୁତ କ୍ଷୁଧାର୍ତ ଆଉ କ୍ଳାନ୍ତ ହୋଇଥିଲା। ବିଶ୍ରାମ କରୁ କରୁ ବାଘକୁ ଟିକେ ନିଦ ଆସିଗଲା। ଛେଳି ଛୁଆଟି ସେହି ପଥର ଖାଲରେ ବସିଥିଲା। ଛେଳି ଛୁଆର ଦେହ ଦେଖାଯାଉନଥିଲା। କେବଳ ଅନ୍ଧାରରେ ତାର ଆଖି ଦୁଇଟି ଦେଖାଯାଉଥିଲା। ଖସ୍ ଖସ୍ର ଶବ୍ଦ ଶୁଣି ବାଘ ନିଦରୁ ଉଠିପଡ଼ି ପଞ୍ଜାକୁ ତଳେ ପିଟିଦେଲା। ହାତଟି ତାର ପଥରରେ ମାଡ଼ ହୋଇ ଖଣ୍ଡିଆ ଖାବରା ହୋଇଗଲା। ଏହି ସମୟରେ ବାଘର ନଜର ସେହି ଆଖି ଉପରେ ପଡ଼ିଲା। ଅନ୍ଧାରରେ ଆଖି ଦୁଇଟି ଦେଖି ବାଘ ଡରିଗଲା ଆଉ ପଚାରିଲା, କିଏ କିଏ ସେଠି ବସିଛ? ବାଘକୁ ଡରୁଥିବାର ଦେଖି ଛେଳି ଛୁଆ କହିଲା, ମୁଁ ହେଉଛି ଭାଗ। ତୁ କିଏ? ମୋ ଇଲାକାରେ କ'ଣ କରୁଛୁ? ବାଘ କହିଲା, ମୁଁ ଏ ବଣର ରାଜା। ଛେଳି ଛୁଆ କହିଲା, ମୁଁ ଏ ବଣର ନୂଆ ରାଜା। ତତେ ଆଜି ମାରି ମୁଁ ରାଜା ହେବି। ତୁ ସବୁ ପଶୁପକ୍ଷୀମାନଙ୍କୁ ମାରି ଖାଉଛୁ। ଆଜି ମୁଁ ତତେ ଖାଇବି। ନେ, ଏବେ ମୋ ଗୋଇଠା ମାଡ଼ ଖା। ଏହା କହି ଗୋଟିଏ ପଥରଟିଏ ବାଘ ଉପରକୁ ପକାଇଦେଲା। ବାଘ ଭାବିଲା, ମୁଁ ତ ପଶୁମାନଙ୍କୁ ମାରିବା କଥା କେହି ଜାଣିନଥିଲେ। ଏ କେମିତି ଜାଣିଲା? କାଳେ ସତରେ ଇଏ ଭାଗ, ତାକୁ ମାରିଦେବ। ଏହା ଭାବି ଭୟରେ ଜଙ୍ଗଲ ଛାଡ଼ି ବାଘ ଅନ୍ୟ ଜଙ୍ଗଲକୁ ପଳାଇଲା। ସକାଳ ହେଲା। ଛେଳି ଛୁଆ ସମସ୍ତଙ୍କୁ ଡାକି ଜଣାଇଦେଲା ଯେ ବାଘ ଆଉ
ଏ ଜଙ୍ଗଲରେ ନାହିଁ, ଆଉ ସେ କେବେ ଆସିବ ନାହିଁ। ସବୁ ପଶୁମାନେ ଆନନ୍ଦରେ ବୁଲିଲେ। ଛେଳି ଛୁଆକୁ ସମସ୍ତେ ଧନ୍ୟବାଦ ଜଣାଇଲେ। ଛେଳି ଛୁଆଟି ତାର ବାପା ମା ପାଖକୁ ଫେରିଗଲା। ବଳଶାଳୀ ଆଉ ଶକ୍ତିଶାଳୀ ଜୀବକୁ ଉପସ୍ଥିତ ବୁଦ୍ଧି ଦ୍ୱାରା ପରାସ୍ତ କରିହୁଏ।